ମକର ସଂକ୍ରାନ୍ତି ଉପଲକ୍ଷେ କପିଳାସ ପୀଠରେ ଭକ୍ତଙ୍କର ଭିଡ଼। ଆଜି ପବିତ୍ର ମକର ସଂକ୍ରାନ୍ତି ପାଳନ ଅବସରରେ ପବିତ୍ର ଶୈବପୀଠ କପିଳାସଠାରେ ଭକ୍ତଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ପ୍ରାତଃ ସମୟରୁ ଠାକୁରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଧର୍ମୀୟ ରୀତିନୀତି ଅନୁଯାୟୀ ପାଳନ କରାଯାଇଥିଲା। ମଙ୍ଗଳ ଆଳତି, ଅବକାଶ ନୀତି, ମଇଲମ ଲାଗି, ବାଳଭୋଗ ପରେ ମଧ୍ୟାହ୍ନ ଭୋଗ ଆଦି ସମ୍ପନ୍ନ ପରେ ଠାକୁରଙ୍କ ମକର ସଂକ୍ରାନ୍ତି ଉପଲକ୍ଷେ ମକର ନୀତି ପୂଜା ପଣ୍ଡା ଓ ସେବକଙ୍କ ଦ୍ୱାରା ଦିନ 12ଟାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବେଢ଼ା ପରିକ୍ରମା, ମକର ଚାଉଳରେ ନିର୍ମିତ ପ୍ରସାଦ ପ୍ରଦାନ ଓ ପରେ ପରେ ବାବା ଚନ୍ଦ୍ରଶେଖରଙ୍କୁ ସୁନା ମୁକୁଟ ପରିଧାନ କରାଯାଇ ନାଗଭରଣ ବେଶରେ ପୂଜା କରାଯାଇଥିଲା। ଠାକୁରଙ୍କର ଦର୍ଶନ ଲାଗି ଭକ୍ତମାନଙ୍କ ପାଇଁ ମନ୍ଦିର ମୁଖ୍ୟ ଦ୍ୱାରକୁ ସକାଳୁ ଖୋଲାଯାଇଥିଲା। ଭକ୍ତମାନେ ସିଂହଦ୍ୱାର ଠାରୁ ଶାନ୍ତି ଶୃଙ୍ଖଳା ସହିତ ଲମ୍ବା ଧାଡ଼ି ଠିଆ ହୋଇ ଠାକୁରଙ୍କର ବିଶେଷ ମକର ବେଶକୁ ଦର୍ଶନ କରିଥିଲେ। ପ୍ରାୟ 50,000 ଭକ୍ତଙ୍କର ସମାଗମ ହୋଇଥିଲା। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।